राम कही राम ये राम पुरी राजा नहीं कही सीता सीता और सती नहीं हाँ बोला कही राम कही मुख केमती स्वर न दुलटू कौन कर दिलु कहलु हाँ टाउ टाउ कहीं पर पळेउ नहीं कही राम राम पुरी राजा नहीं कही सीता सीता पुरी सती नहीं कही राम राम परी राजा नहीं कहीं सीता सीता परी सती नहीं भरत भलिए भाई जगत ভিতরে কাহি কই কেই পরিয়ে মাতা জগতে মিলিবে নাহি কাহি রাম राम परी राजा नहीं कहीं सीता सीता परी सती नहीं দরে বিরাজে पति तटरे बिराजे भालो भालो पति तटरे बिराजे বিন্ধা পরিপাটি কবি কোটি কোটি হেড়ে বর্ণিত কি হে যে গো ঘেন সোড়া দোসরা ভিড়া যতন घेरा হরে জীবন घेरा একুজ রঞ্জ ধরি কি শোভন র প্রভু জগন্নাথ हे प्रभु जगन्नाथ हे प्रभु जगन्नाथ বিশ্বাসরে ভুঞ্জু ধান্তি ব্রহ্মাণ্ডর তাত হে তাহলে শ্রদ্ধা ভাবটাকে ছাড়ি দেই ভিন্ন গতিরে গল কোন কহিল ছাড় মাড খিয়া বুদ্ধি হে বড দেউলে বড গোসাই ছাড়ো মারখিয়া বুদ্ধি হে বড় দেউলে বড় গোসাই ছাড়ো মারখিয়া বুদ্ধি হে এ মাইলা মাড কে হইলা বড যে মাইলা মাডতে হইলা বড় কে রহিলা মাড কে হইলা মাড যে হইলা মাডতে হেলা বড় আহে ব্রহ্মাণ্ড গোসাই সাই ছাড়ো মারখিয়া বুদ্ধি হে বড় দেউলে বড় গোসাই ছাড়ো মারখিয়া বুদ্ধি হে या समाधानटा हैला आज्ञा आपण माने ज्ञानी आपण माने दूरदृष्टा बंधु एगुडा को मो रफ खाता को पळैलानी आउ एगुडा को ऊपर मु ध्यान देउनी एगुडा को 15-20 वर्ष तले चलथे किए देला माडो के होइला बड जगन्नाथ माडो खाइछि हां खाइछि सत्य जुगरे छेचाटे खाइछि
ଜଣେ ବଡ଼ ହେଲା। ତ୍ରେତୟା ଯୁଗରେ ଭଗବାନ ରାମ ଅବତାର ମାଡ ଖାଇଛି ଜଣଙ୍କଠୁ, ମାଡ ଖାଇଛନ୍ତି। ସିଏ ବଡ଼ ହେଲା, ଯିଏ ବାଡେଇଛି ସିଏ ବଡ଼। ଦ୍ୱାପର ଯୁଗରେ ଗୋଟେ ଭକ୍ତ ଭଗବାନଙ୍କୁ ବାଡେଇଲା, ସେ ମଧ୍ୟ ବଡ଼ ହୋଇଯାଇଛି। ଗଣକବି ବୈଷ୍ଣବ ପାଣି କୁଷ୍ଠ ରୋଗରେ ଆକ୍ରାନ୍ତ ବଡ଼ଦାଣ୍ଡରେ ଜଗନ୍ନାଥଙ୍କୁ ଯେତେ ଡାକିଲେ ଆଜ୍ଞା ଭଲ ହେଲାନି। କହିଲା ଏଇଟା ଦଗା ଦିଆ ଠାକୁର। ଆକୁ ଭଲରେ କହିଲେ ନାଇଁ ଟିକେ ମନ୍ଦ ଆଡକୁ ଯିବା। କହିଲା ଛାଡ ମାଡ ଖିଆ ବୁଦ୍ଧି ହେ ବଡ ବଡ଼ ଗୋସାଇଁ ଛାଡ଼ ମାଡ଼ ଖିଆ ବୁଦ୍ଧିରେ। କହିଲା ତମେ ମାଡ଼ ଖିଆ ମହାପ୍ରଭୁ, ତମେ ମାଡୁଆ ଜଗନ୍ନାଥ। ତ୍ରେତୟା ଯୁଗରେ ଜଣେ ରାମ ଅବତାରରେ ବାଡେଇଲା, ସିଏ ବଡ ହେଲା, ବଡ଼ ହୋଇଗଲା। ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ ଦି ଜଣ ବାଡେଇଲେ, ଦି ଜଣ ବଡ଼ ଲୋକ ହୋଇଗଲେ। ନା ନା, କଳି ଯୁଗରେ ଜଣେ ବାଡେଇଲା, ସେ ଭକ୍ତ ହେଇଗଲା ବଡ। ବଡ଼ ସିଏ କିଏ? କଳି ଯୁଗରେ ବାଡେଇଲା ବାଲା କିଏ? ବଡ କାହିଁକି ସିଏ ହେଲା? ୟା ପ୍ରମାଣଟା ସିନା ଦେଇଥିଲେ ସୁଖ ହେଇଥାନ୍ତା। ପ୍ରମାଣ ନାହିଁ, ଖାଲି କପିଳା କପିଳା କପିଳା। କିଏ ବାଡେଇଲା, କିଏ ବଡ ହେଲା? ସବୁ ଦେଖୁଅଛ ଅନ୍ତ ଖାଇ ଲୁଚି ପଳାଇବି କାହିଁ, ଲୁଚି ପଳାଇବି କାହିଁ। ଯେଣେ ଗଲେ ତେଣେ ପ୍ରଭୁ ଥାଅ ତୁମ୍ଭେ ରହି। ଲୁଚି ପଳାଇବି କାହିଁ, ଲୁଚି ପଳାଇବି କାହିଁ। ଯେଣେ ଗଲେ ତେଣେ ପ୍ରଭୁ ଅଜୟ ଜୟୀମ ରାଇ। ମୁହିତ ଆକାଶ ତୁମ୍ଭେ ବୋଲାଅ ପବନ। ତୁମେ ବୋଲାଅ ପବନ, ବୋଲାଅ ପବନ। ହେଲେ କେଶରୀ ତୁମ୍ଭେ ଅଟମ ବନ। ବନ ନଥିଲେ କେଶରୀ ବନେ ନଥିଲେ କେଶରୀ, ବନେ ନଥିଲେ କେଶରୀ। ବଞ୍ଚିକି ପାରିବ କହ ମରୁଦ ବିହାରେ ବନେ ନଥିଲେ କେଶରୀ, ବନେ ନଥିଲେ କେଶରୀ। ବାବା ଠିଆ ହେଇଛି ଭକ୍ତ ବଳରାମ ଦାସ। ଆଜ୍ଞା ଆଜ୍ଞା ପ୍ରହରୀ ମାନେ ଆସିଲେ, ବାକ୍ ପିଟି ପିଟି ଚାଲିଲେ ପଣସ ପଣ୍ଡିତେ ବନ ଭିତରେ ବଳିଆ ପଣ୍ଡାକୁ। ଘାତ କରି ଚାଲିଲେ ପଣ୍ଡିତେ, ପଣସକୁ ଗଲେ ଧରେ କିଛି ନାହିଁ, କିନ୍ତୁ ଯା ଭିତରେ ଲୁଚି ରହିଛନ୍ତି ସ୍ୱୟଂ ବ୍ରହ୍ମାଣ୍ଡ ଅଧୀଶ୍ୱର। ବ୍ରହ୍ମାଣ୍ଡ ଠାକୁର ଲୁଚିକି ଅଛନ୍ତି। ମାଡ଼ ଖାଇଲା କିଏ?
ବଳିଆ ପଣ୍ଡା ବ୍ରାହ୍ମଣ ଆଜ୍ଞା ବଡ଼ ହେଲା କିଏ ଜଗନ୍ନାଥ ମହାପ୍ରଭୁ ବାସ୍ ବୋଲେ ସିନା ବଳିଆ ମାଡ଼ ଖାଇଲା ତୁ ଗୋଇଠା ମାଡ଼ ଖାଇବୁ ବାସ୍ ପଣସ ଭିତରେ ଲୁଚିଥିଲୁ ଗୋଇଠା ମାଡ଼ ଖାଇବୁ ଏଇ ପାଗଳାଟାର କହିବା କଥା କଳି ଯୁଗରେ ମାଡ଼ କିଏ ଦେଇଛି କିଏ ଖାଇଛି ସବୁ ଗାୟକ ମାନେ ଆଉ ବାଟ ବାନ୍ଧିନି ବାସ୍ ସିଏ କହନ୍ତି ବଡ଼ ଦେଉଳରେ ବଡ଼ ପଣ୍ଡା ବାବୁ ଭୟ ବେତ ବାଡ଼ି ଧରି ପିଟେ ଭକତଙ୍କ ଧାରି କଉଡ଼ି ଜମା ସୁଲକୁ ଯେ ପରା ଲୁଟେ ଏ ପାଗଳାର ବୁଝିବାର କହୁଛି ବଡ଼ ଦେଉଳରେ ପଣ୍ଡାକୁ ବେତରେ ବାଡ଼ଉଛି କାହାକୁ ବାଡ଼ଉଛି ସେ ବଡ଼ ପଣ୍ଡା ବଡ଼ ବଡ଼ ହେଇଯାଇଛି କି ତେଣୁ ବୈଷ୍ଣବ ପାଣି କଲା କିଏ ହଇଲା କିଏ ଦେଲା ମାଗ କିଏ ହଇଲା ବଳରାମ ଦାସ ଖାଇଲା ମାଡ ଜଗନ୍ନାଥ ହେଲେ ବଡ଼ ଠିକ ଅଛି ତ ଆଜ୍ଞା ଦ୍ୱାପର ଯୁଗରେ ବାଡ଼େଇଲା ଜଣେ କିଏ ନିଜର ବାପା ମରିଯାଇଛି ସ୍ତ୍ରୀ କୁଆଡ଼େ ଛାଡ଼ି ଚାଲି ଯାଇଛି ଆଶ୍ରୟ ନେଇ ବେଶ୍ୟା ଚିନ୍ତାମଣି ନିକଟରୁ ବିଲ୍ବ ମଙ୍ଗଳ ବ୍ରାହ୍ମଣ ବିତାଡ଼ିତ ହେଇଯାଇଛି କହିଲା ହେ ଚିନ୍ତାମଣି ତୋ ଯୋଗୁ ମୋ ବାପା ମରିଗଲା ମୋ ମା ମରିଗଲା ମୋ ସ୍ତ୍ରୀ ଘର ଦ୍ୱାର ଛାଡ଼ି ଚାଲିଗଲା ମତେ ଆଶ୍ରୟ ଦେ ନା ନା ମୁଁ ବିଶ୍ୱ ଚିନ୍ତାମଣି ନୁହେଁ ମୁଁ ଗୋଟେ ବେଶ୍ୟା ଚିନ୍ତାମଣି ତମେ ଫେରିଲା ବିଲ୍ବ ମଙ୍ଗଳ ଫେରିଯା ମୁଁ ଚିନ୍ତାମଣି ନୁହେଁ ଚାଲି ଯାଉଛି ବିଲ୍ବ ମଙ୍ଗଳ ଇଏ ବଣିକର ମଣି ଫେରୁ ଥିଲେ ସ୍ନାନ ସାହାରି ଗାଳିଲେ ତାଙ୍କ ପଥ ଅନୁସରି ବସିଲେ ଦ୍ୱାରରେ ଖାଅ ବୋଲି ନ ଖାଇଲେ ନିବେଦନ ଅଛି ସେ ବଇଲେ ଯାହା ବି ହେଲେ ଜଣେ ଅତିଥି ବିଲ୍ବ ମଙ୍ଗଳ ବ୍ରାହ୍ମଣକୁ ଖାଇବାକୁ ଯାଚିଲା ସାଧବାଣୀ ମନା କରିଦେଲେ ତ ଗୃହସ୍ଥ ଆସୁ ସନ୍ଧ୍ୟା ପର୍ଯ୍ୟନ୍ତ ବସିଛି ଗୃହସ୍ଥ ସାଧବ ଫେରିଲା ଜଣେ ବ୍ରାହ୍ମଣ ଦେଖି ମୁଣ୍ଡିଆ ମାରିଲା ଯେତେବେଳେ ମୁଣ୍ଡିଆ ମାରିଛି ସାଧବ କହିଲା ଗୋସେଇ କଣ କିଛି ଖାଇଲ ନା ଛାପ ଡୋକି ମୁଁ ଗୋଟାଏ ଜିନିଷ ମାଗିବି ତୁ ଯଦି ଦବୁ ତାହେଲେ ଯାଇ ତୋ ଦ୍ୱାରରୁ ମୁଁ ଖାଦ୍ୟ ନେବି देख द्वापर जुगरे किए बारैछि मु प्रमाणटा जदि न देबी ताले भूल हे ब्राह्मण साधव को उत्तर देला मन को धानिष्क पडे कहूची बखानी रे कहूची बखानी रे कहूची बखानी भारजिया तोर हेबो आजी शयन संगी भारजिया तोर हेबो आजी शयन संगी साधव को उत्तर देले ब्राह्मण बिल्व मंगल कहले आज रातिटा पाई तोरी घरे तो गजदंत पलंक उपरे तो भारजिया मोर शयन संगिनी बोले बेड पार्टनर हबो ठीक अछि ब्राह्मण सोम भागवत तो उत्तर देइछन्ति जगन्नाथ दास कहला ब्राह्मण मुखे मो आहार विपद खंडई ताहार विपद खंडई ताहार विपद खंडई
तमे चली जा ब्राह्मण आज मो स्त्री पाखे गजदंत पलंक आज मो स्त्री तुम शयन संगीनी हम चलला बिल्व मंगल ब्राह्मण साधवाड़ी घर भितर बसी सजाई है पलंक उपरे द्वार बंधर गोटे भीतर पटे गोटे पाद हिसाब भूल नहीं आज्ञा गोली जाए तेणु आग धारी पिला सदा बेले साइलेंस तेणु आपण मैंने मो भाग्य आपण मान योग्य पिला माने बसंती तो द्वितीय धाकर कथा किंतु होता याडू सियाडू कहबन जेती कहब प्रथम ताकर निर्यास गायक जहा छाड़ी से नृसिंह होता आरंभ कर तार कर्तव्य ताहले द्वारबंधर भितर गोटे पाद बाहर गोटे पाद कला धिकी मते केते लक्ष जन्म केते लक्ष 84 लक्ष ना केते लक्ष जन्म परे मानव जीवन मानव भितरे थिली कुलीन ब्राह्मण थिली कुलीन ब्राह्मण थिली कुलीन होई शांति देवता दिया परिपाटी दिया परिपाटी रे दिया परिपाटी कोला केते हेले मन पूर्ण हेबुरे नयन अवसान बोली खुंची देला बोले रे खुंची देला बोले खुंची देला बोले उठी पड़िला डोला रुधिर रत बोली खुंची गोजा काढ़ी पिले आजिकाली पिला गोजा काढ़ी गले सेतेबेले नारी माने सेतेबेले महिषी नारी माने निजर गोभा बेणी की सजेवा बेल कोंडा नारी माने गोभा रिबन रे सजाड़ुथे रिबन जुग गला गला नाई माडा मोड़ी हेलानी किए केते सरब एक्सेल रे दउथाव हम सेगुडा को हबो नहीं ये रिबन जुग टी गला हो बाबू रबर जुग होइला रबर भिड़ी की नारी माने सिना गोभा सजेइले भला जुगटी जाए गो बाबू हेयर क्लिप आसे हेयर क्लिप रे नारी शिरोमणि गो भाकु सजाई बासे हेयर क्लिप गोला हो बाबू चापेड़ी जुगोइला
ଝିଟି ପିଟି କେତେ ନାନା ଜାତି କି ଭେଳା କୁ ଭେଳା ଶେଷରେ ନାରୀ କଣ କଲେ ଏଇ କାମୁଡା ସବୁ ବାହାରିଛି ଆଜିକାଲି ପ୍ଲାଷ୍ଟିକର କିଏ ପ୍ରଜାପତି କିଏ ଝିଟି ପିଟି କିଏ ଗୋଲାପ ଫୁଲ ଆକୁ ନେଇ ମୁଣ୍ଡରେ ମାରିକି ଗୋଭା ସଜାଡ଼ିଲେ କହିଲେ ନାଇଁ ମ ଏଗୁଡାକ ରହିଥିଲେ ସିନା ହବ ଆକୁ ଆଉ ରଖିବାନି କଣ କଲେ ଅଚ୍ୟୁତାନନ୍ଦ କହିଲେ ରେ କହିଲା ହେବ ଘର କଳିକାଳ ଏ ନାପିତ କାଟିବେ ନାରୀଙ୍କ ବାଳ ଯାଇ ফুল আলো যাই ফুল আলো যাই ফুল যাই ফুল হইবে প্রবল যাই ফুল আলো যাই ফুল হইবে প্রবল যাই ফুল লো ଶେଷରେ ନାରୀ ରହିଲା ବାରିକ ବାହାକୁ ଗଲା ଗଞ୍ଜିଆ ରହିଲା ବାରିକ ପିଲା ଚୋର ଚୋର କାଟିଲା ଆଉ ନାରୀ ମୁଣ୍ଡରେ ଅଛି କାହିଁକି ତାକୁ ରଖିବେ ମୁଁ ଆଉ ସକାଳୁ ତ ଆଜିକାଲି କଣ ଗୋଟେ ମାଇକି ଭଳିଆ ସାଇକେଲରେ ଓହଳେଇ ଦଉଛନ୍ତି ଆଚ୍ଛା ଏ ବାଳ ବିକିବ ବାଳ ହଁ ହଁ କେଜି 6,000 ଆଚ୍ଛା ମୁଁ ଗୌଡ଼ପାଟଣା ପ୍ରଥମ ବର୍ଷ ପାଲା ଗାଉଥାଏ ବାସ୍ ମୋ ପୁଅଟି 5-6 ବର୍ଷର ହେଇଛି ଆଚ୍ଛା ସେତେବେଳେ ବାଇକରେ ଯିବା ଆସିବା କରେ ଆଜ୍ଞା ଆଜ୍ଞା ମୁଁ ଯେତେବେଳେ ଘରେ ଯାଇକି ପହଞ୍ଚି ଯାଇଛି ଆଚ୍ଛା ମୋ ପୁଅଟା ପିଣ୍ଡାରୁ ଡିଆଁଟେ ଡେଇଁ ପଡ଼ିଛି ଆଚ୍ଛା ଖୁସି ହେଇଗଲା ଆଉ ମୁଁ ଡାକିଲି ଲକୁନ 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 ବାପା କୁଆଡ଼େ ଯାଉଛୁ ତୁ ମନେ କଟକୁ ଆଉ ଆରେ ହଁ ମୁଁ କେମିତି କହୁଛୁ ଜାଣିନୁ କାହିଁକି ଉତ୍ତରଟା ଦେବୁ କୁଆଡ଼େ ଯାଉଛୁ ନା ବାପା ନନା ସୁନୁପାମ ବୁଡ଼ି ଆଣିବି ମୁଁ କହିଲି ପଇସା ନେଇଛୁ ନାଇଁ ମୁଁ କହିଲି ନେ ପଇସା ନେ ନା ନାଇଁ ପଇସା ନେବିନି ଆଉ ମୁଁ କହିଲି ସୁନପାପୁଡ଼ି ସେ ତୋତେ କେମିତି ଦବ କିରେ ନାଇଁ ନନା ନେଇଛି ମୁଁ କହିଲି କଣ ନେଇଛୁ ନା ନନା ବାଲ ନେଇଛି ମୁଁ କହିଲି ଆରେ ବାଲ କଣ ଦେଖିବା ତୋ ହାତଟା ସେ ଯେତେବେଳେ ତା ହାତଟା ଦେଖେଇ ଦେଇଛି ଅରୁଆ ବାଳ ଗୁଡାକ ଅରୁଆ ବାଳ ମୁଠାଟେ ଧରିଛି ସେ ସୁନପାପୁଡ଼ି ପାଖକୁ ଯାଉଛି ମୋ ସ୍ତ୍ରୀ କି ମୁଁ କହିଲି ହଇଏ ମୁଁ ଜଣେ ପାଲାବାଲା ଜଣେ ଜନଶିକ୍ଷକ ଲୋକଙ୍କୁ ଶିକ୍ଷା ଦଉଛି ତମେ ଅରୁଆ ବାଳ ଗୁଡାକ ନେଇକି ବିକେଇକି ପୁଅକୁ ଦେଇକି ସୁନପାପୁଡ଼ି ଆଣୁଛ ମୋ ଭାରିଜା କଲା ରଖମ ପାଲା ମୋ ବୋପାଲ ପାଲା ତେଣୁ ନାରୀମାନେ ଉଗ୍ରା ହେବେ ପୁରୁଷକୁ ହତ ମାନ୍ୟ କରିବେ ଯାଇ ফুল আলো যাই ফুল আলো যাই ফুল পুরুষে রমিবে যাই ফুল পর পুরুষে রমিবে যাই ফুল আলো যাই ফুল পর পুরুষে রমিবে যাই ফুল ଖାଲି ପାଲାର କାହାଣୀଟା ହେଇଗଲେ ଚଳିବ ସମାଜକୁ ସଜାଡ଼ିବା ହଉଛି ଗୋଟେ ଗାୟକର ଧର୍ମ ଆପଣ ଯେତେବେଳେ ଛୁଆ ଛୁଆ ହେଇଥିଲେ ଆଜ୍ଞା ମନେ ପକାନ୍ତୁ ଗାଁରେ ଭୋଜିଟିଏ ହେଇଥିଲେ କିଛି ଦରକାର ନାହିଁ ଆପେ ଆପେ ଆପଣମାନେ ପିଣ୍ଡାରେ ବସି ପଡୁଥିଲେ ତାଙ୍କ ବାପା ହେଲେ ଗୋକୁଳ ମାଷ୍ଟେ ଗୋକୁଳାନନ୍ଦ ପଟ୍ଟନାୟକ ବହିଟି ଲେଖିଲେ ଜାନକୀ ବଲ୍ଲଭ ବିଳାସ କଣ କହିଲେ ପରଶୁରାମ କଲା ରେଣୁକା ତନୁଜ ରାମ ଅନୁଜ କୁରେ রাম অনুজ পুরে রাম অনুজ বইবারে পাপি মনুজ বইলারে পাপি অনুজ তোর শঙ্কা করি কান্তা মধ্যে রে করি কান্তা মধ্যে রে করি কান্তা
ଏଠି ବାଳର ଶବ୍ଦ ହଉଛି ସୂତ। ପିଲାମାନେ କୁହନ୍ତି ତମେ କା ବାଳ ନା ମୁଁ ହଉଛି କୈଳାସ ଚନ୍ଦ୍ର ହୁତାଙ୍କ ବାଳ। ତାମାନେ କଣ ମୋ ବୋପାର ଛୁଟି ମୋ ବୋପାର ହଉ 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 କିଛି ନାହିଁ ଏଥିରେ କଣ କିଛି ଦେଖ ବାରେ 6 ନମ୍ବର ବାଳୁଟେ ଦଉଛି ଦେଖ ହଉଛି ନା ନାଇଁ। ଏଠି ବାଳର ଅର୍ଥ ଚୁଟି। ମୁଁ ଗାୟକ ରହ ଦେଖେ ବାଳ କେମିତି ବାହାରୁଛି। ଚୁଟି କି ବାଳ କବି କହିନାହାନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏଇ ମାଟିରେ ତପସ୍ୟା କରି ରଘୁନାଥଙ୍କ ନିକଟରେ ରାମ ତାରକ ମନ୍ତ୍ରରେ କବି ସମ୍ରାଟ ହେଲେ। ମନେ ପକେଇଲ ଯେତେବେଳେ ଶୂର୍ପଣଖା ଗଲା ଲକ୍ଷ୍ମଣ ପାଖକୁ ରାମ ପଠେଇ ଦେଲେ ଠିକ ସେତିକି ବେଳେ ରାମ କଣ ଲେଖିଲେ କହିଲେ ବାବୁ ନାକ ଶ୍ରୀ ଦାନ ଯୋଗ୍ୟ ଯୋଷାକୁ ଯୋଗ୍ୟ ଯୋଷାକୁ ଆହେ ଯୋଗ୍ୟ ଯୋଷାକୁ କାନନ କର ଆଲିଙ୍ଗନକୁ ଆଲିଙ୍ଗନକୁ କର ଆଲିଙ୍ଗନକୁ। ଲକ୍ଷ୍ମଣ କଣ କଲେ କହିଲା ବାଳ ଧରୁ ବିଚାରନ୍ତେ କର୍ଣ୍ଣାଟ ନାରୀ କର୍ଣ୍ଣାଟ ନାରୀ ଆହେ କର୍ଣ୍ଣାଟ ନାରୀ ବନ୍ଧ ସଂଯୋଗେ ନାୟକ କୁନ୍ତଳ ଭିଡ଼ି କୁନ୍ତଳ ଭିଡ଼ି ଆହେ କୁନ୍ତଳ ଭିଡ଼ି ବାଳ ଧରୁ ବିଚାରନ୍ତେ କର୍ଣ୍ଣାଟ ନାରୀ। ଏଠି ବାଳ ଧଇଲେ ଲକ୍ଷ୍ମଣ ବୋଲେ କଣ ଧଇଲେ ଶୂର୍ପଣଖାର ଚୁଟିକି ଧଇଲେ। ଆଜ୍ଞା ଭଞ୍ଜ କଣ କହିପାରିନଥାନ୍ତେ ଚୁଟି ଧରୁ ବିଚାରନ୍ତେ କର୍ଣ୍ଣାଟ ନାରୀ। ବିଚାରେ ମାନସ ବିଚାରେ ମାନସ ବିଚାରେ ମାନସ ଆହା ବିଚାରେ ମାନସ। ସୀତା ଯେତେବେଳେ ରାବଣ ଭିକ୍ଷା କରିବାକୁ ଆସିଛି ସୀତା ସେଦିନ ତୃତୀୟ ଦିନ ରଜସ୍ୱଳା। ଲମ୍ବେଇଲେ ତ ଲମ୍ବି ଚାଲିଥିବ। ଏ ତ ଦ୍ୱିତୀୟ ଧାଗର କଥା। ପ୍ରଥମ ଧାଗ 3 ଘଣ୍ଟା ହେଲେ ଦ୍ୱିତୀୟ ଧାଗ 2 ଘଣ୍ଟା। କାହିଁକି ନା ଦ୍ୱିତୀୟ ଧାଗରେ ଧାଗ ଦିନି ନାହିଁ। ପାଳିଆ ବାୟକଙ୍କର ସଞ୍ଚାର ନାହିଁ କିଛି ନାହିଁ ତ ଭଜନ ନାହିଁ ନା ଓଡିଶୀ ନାହିଁ ନାଇଁ ପାଳିଆ ମାନଙ୍କର କାମ ନଟ। ହଁ ସେ ତ କହିଥିଲେ ଘଣ୍ଟେ 1.5 ଘଣ୍ଟା ଯାଇଥାନ୍ତା। ବାସ୍ ଗାୟକର ପିଓର ପାଲା 2 ଘଣ୍ଟା ଆପଣ ପାଇଥାନ୍ତେ। କିନ୍ତୁ ଦ୍ୱିତୀୟ ଧାଗରେ ଯେତିକି ଯୋଉ ଧାନକୁ ସେଇ ଧାନ ଏଥିରେ ଅଗାଡ଼ି ନେହି ମିଲେଙ୍ଗେ। ନା 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 ଦେଖିଦେଲେ ପଣ୍ଡିତେ ଆପଣ ମାନଙ୍କର ରାବଣ ସୀତା ନାହିଁ। କାରଣ ସୀତା ତୃତୀୟ ଦିନ ରଜସ୍ୱଳା। ବାସ୍ ଇଏ ତ ଭୂମି ସୂତା ପୃଥିବୀ ସୂତା ପାର୍ଥିବୀ ଆଉ କଣ। ତେଣୁ ଆଙ୍କର ରେତ ବୋଲେ ରଜ ଯଦି ପୃଥିବୀରେ ପଡିବ ମା କଳଙ୍କିନୀ ହବ। ଆଚ୍ଛା ତେଣୁ ମା ଜାନକୀ ଅଗ୍ନି ଭିତରେ ସ୍ନାନ କଲେ। ଅଗ୍ନି ଭିତରେ ପଶିଲେ ଅରିଜିନାଲ ସୀତା। ଆଚ୍ଛା ରାବଣ ନେଇକି ଗଲା ମାୟା ସୀତାକୁ ଅଶୋକ ବନରେ ରଖିଲା। ତାହେଲେ ମାୟା ସୀତା ପୁଣି କୋଉଠିକି ଗଲା? କୋଉ ଜାଗାକୁ? ଅଗ୍ନି ଭିତର। ଅଗ୍ନି ଭିତରେ କାହିଁକି ଗଲା କେମିତି ଗଲା? କେମିତି? ଯୋଉଦିନ ରାବଣ ମରିଗଲା ପ୍ରଭୁ ଯେତେବେଳେ ଆସିଲେ ପୁଣି ସୀତାକୁ ଉଦ୍ଧାର କରି ନବା ପାଇଁ ବାସ୍ ଅଶୋକ କାନନରେ ତ ଅରିଜିନାଲ ସୀତା ନାହିଁ ନା। ରାମ କଣ ତୃତୀୟ ଫେଲ? ରାମ ଜାଣିନାହାନ୍ତି ମୋ ସ୍ତ୍ରୀ ସତୀ ସେ ସ୍ୱୟଂ ନାରାୟଣ ଭଗବାନ। ଆଚ୍ଛା ରାମ କହିଲେ ତମେ ଆଉ ଥରେ ଅଗ୍ନି ଭିତରେ ପ୍ରବେଶ କରିକି ସତୀ ପରୀକ୍ଷା ଦିଅ। ତାମାନେ ରାମଠୁ ମୂର୍ଖ ତ କେହି ନାହିଁ। ସତ କଥା। ରାମ କାହିଁକି କହିଲେ? କାହିଁକି ନା କହିଲେ? ଅରିଜିନାଲ ସୀତାଟା ଅଗ୍ନି ଭିତରେ ଅଛି। ମାୟା ସୀତାଟା ଅଗ୍ନି ଭିତରକୁ ଗଲେ ପ୍ରକୃତ ସୀତା ବାହାରିବ। ମୁଁ ନେଇକି ଯିବି। ସେଇ ମାୟା ସୀତା ବନ୍ଧୁ ଟିକେ ମନ ଦେଇକି ଶୁଣ ପାଲା ଟିକେ ରିସର୍ଚ୍ଚ କର। ଆଚ୍ଛା ଆଜ୍ଞା ଆଜ୍ଞା ହଁ
সত্যচিতি আনন্দ গুণধর রাম শ্রীরাম জয় রাম রাম গুণী গুণ নির্গুণ সদগুণ রাম শ্রীরাম জয় রাম রাম অবতারী অবতার সবু তুমে রাম সংকট মোচন জয় হনুমান রামেতি 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 রাম শ্রীরাম জয় রাম রাম ଆଉ ତାର ଯେତେବେଳେ ଅବତାର ଧରନ୍ତି ସେତିକି ବେଳେ ମାନବୀୟ ଲୀଳାକୁ ତ ଦେବି ଆଉ ତତେ ଦେବି ତୋ ଭାଗିଯାକୁ ବି ଦେବି କହିଲା ଏ ଦୁଷ୍ଟ ଗୋପାଳ ସବୁ ନଷ୍ଟ କରିଦେଲା ଆଜ୍ଞା ଏଠି ରହି କିଛି ନାହିଁ ପୁଣି ବର୍ଷୁ ଲେଖିଲେ କହିଲା ଦୁଷ୍ଟ ଗୋପାଳ ମାୟା ବଢାଇ ଦେଲା ବଢାଇ ଦେଲା ମାୟା ବଢାଇ ଦେଲା ନିଷ୍ଠା ଭଜନ ସବୁ ଉଡାଇ ନେଲା ବୁଢାଇ ଦେଲା ସବୁ ବୁଢାଇ ଦେଲା ଉଡାଇ ଗଲା ଦୂର କାନନେ ଏ ଦୂର କାନନେ ଗଲା ଦୂର କାନନେ କରି ବସିଲା ନିରତ ଧ୍ୟାନ ନିରତ ଧ୍ୟାନେ ନିରତ ଧ୍ୟାନେ ମୁଁ ଅଣ୍ଡାଳି ଅଣ୍ଡାଳି ଏତେ ବାଟ ଆଇଲିଣି ଏ ମୂର୍ଖ ମୂର୍ଖ ଯେମିତି ଦେଖି ନ ପାରୁ ଏ ଗୌଡ଼ ଟୋକାଟା ଖାଇବାକୁ ଦଉଛି ଲୁଚେଇକି କ୍ଷୀର ଦହି ଲହୁଣୀ ଇତ୍ୟାଦି ଆଣିକି ଦଉଛି ବୋପା ଯଦି ଦେଖିବ ମତେ ତ ପିଟିବ ଆଉ ମୁଁ ଲୁଚିକି ଆଇଛି ଇଏ ପୁଣି ମୋ ପଛେ ପଛେ ଗୁଡିକି ବଇସି ବଜଉଛି ବଜଉଛି ଅନ୍ଧ ବିଲୁଅ ମଙ୍ଗଳ କଲାରେ ମୁଁ ତତେ ଖୋଜୁ ନାହିଁ ତୁ କିମ୍ପା ଧାଉ ତୁ କିମ୍ପା ଧାଉ ଆରେ ତୁ କିମ୍ପା ଧାଉ ସଭିଙ୍କ ପଛେ ପଛେ ଗୋଡ଼ାଉ ପଛେ ଗୋଡ଼ାଉ ଆରେ ପଛେ ଗୋଡ଼ାଉ ମୁଁ ତ ତତେ ଖୋଜୁନି ତୁ କାହିଁକି ମୋ ପଛେ ପଛେ ଗୋଡ଼ଉଛୁ କଲା ବଂଶୀ ବାଦନ ଯେବେ କରିବୁ ଏତେ ଆରେ କରିବୁ ଏତେ କେତେ ଅନାଥ ଅନ୍ଧ ଛନ୍ତି ଜଗତେ ଜଗତେ ଅଛନ୍ତି ଜଗତେ ବନ୍ଧୁ ଏଇଥିରେ 4 ରାତି ନେଇଯିବି ହଁ କେତେ ଅନାଥ ଅନ୍ଧ ଜଗତରେ ଅଛନ୍ତି ଅଛନ୍ତି ତାଙ୍କ ଆଗରେ ବଜା କୃଷ୍ଣ ପୁଣି ବଜେଇଲେ ବିଲୁଆ ମଙ୍ଗଳ କଲା ଏଟାକୁ ପାରି ହବନି କଲାରେ ଟିକେ ଆଇଲୁ ମୁଁ ତ ଅନ୍ଧ ଦେଖିପାରିବିନି ତତେ ଟିକେ ଧରି ପକେଇବି ବିଲୁଆ ମଙ୍ଗଳ ବିଚାର କଲା କଲା ଧଇଲେ ଦିଜା ଗୁଡା ବୋପା ଭଳିଆ ପିଟି ଦେବି ଯେ ଛାଡ଼ିବି ପଳେଇବୁ ଏଣେ ଚତୁର ଚିନ୍ତାମଣି ପଢାଇ କର ଚତୁର ଚିନ୍ତାମଣି ପଢ଼ାଇ କର ଘର ବୋଲନ୍ତେ ଧରା ପଡ଼ିଛୁ ଚୋରରେ ପଡ଼ିଛୁ ଚୋର ପଡ଼ିଛୁ ଚୋର ରେ ପଡ଼ିଛୁ ଚୋର ଭଗବାନ କୃଷ୍ଣ ଯେତେବେଳେ ମୋ ମାଲ ହାତଟାକୁ ବଢାଇ ଦେଲେ ଠିକ ସେତିକି ବେଳେ ଧରି ପକେଇଲା ଅନ୍ଧ ବିଲୁଆ ମଙ୍ଗଳ ପ୍ରଭୁ ଜଗନ୍ନାଥ ଭଗବାନ କୃଷ୍ଣଙ୍କର ହାତକୁ ଆରେ ମୂର୍ଖ ଗୌଡ଼ ପିଲା ମୁଁ ତତେ ଖୋଜୁ ନାହିଁ ତୁ କିଆ ମୋ ପଛରେ ଗୋଡ଼ଉଛୁ ଏତିକି କହି ଭଗବାନ କୃଷ୍ଣଙ୍କୁ ମାଡ଼ ବୋଲେ ପିଟି ପିଟି ଚାଲିଲା ମାଡ଼ ଖାଇଲା ନା ନାଇଁ ମାଡ଼ ଖାଇଲାନି ଆଜ୍ଞା ପିଟି ଚାଲିଲା ଚଣ୍ଡାଳ ଛୋଟ ଲୋକ ପିଲା ଭଗବାନ କୃଷ୍ଣ ହସୁଛନ୍ତି ବିଲୁଆ ମଙ୍ଗଳ କହିଲା ଆଜି ହେଉଛି ଖେଦ ନାହିଁ ନୟନ ତୋ ଚନ୍ଦ୍ର ମୁଖ କଲି ନାହିଁ ଦର୍ଶନ ଚନ୍ଦ୍ର ମୁଖ କଲି ନାହିଁ ଦର୍ଶନ
ଅଙ୍ଗରୁ ବୋଳି ତୋତେ ଅଙ୍ଗରୁ ବୋଳି ଅକ୍ଷୟ କନ୍ଦରେ ଚାପି ଖେଳନ୍ତି ଧୂଳି ଖେଳନ୍ତି ହୁରି ଜାପି ଭଗବାନ କୃଷ୍ଣଙ୍କ ଲାଗି ଆଜି ମନଟା ଦୁଃଖ ହଉଛି ରେ। ଆଖି ନାହିଁ ବୁଝିଗଲା ଦୁଃଖ ନାହିଁ। ଟିକେ ଆଖିଟା ଧାନ୍ଦା ତୋତେ ଦେଖିଥାନ୍ତି ମୁଁ ବାଡଉଛୁ ତୁ ହସୁଛୁ ନା ଦେଖିବୁ। ଆଖି ପତାଟା ତଳକୁ ପକେଇଦେଲା ବିଲ୍ବ ମଙ୍ଗଳ କଲା ଟେକେ ଆଖି ଅନେଇଦେଲା ବିଲ୍ବ ମଙ୍ଗଳ ଭଗବାନ କହିଲେ ଉଠା ଟେକେ ପତା କହିଲା ସୁନ୍ଦର ସୁନ୍ଦର ଏ ସୁନ୍ଦର ଶ୍ୟାମ ସୁନ୍ଦର ସୁନ୍ଦର ହେ ସୁନ୍ଦର ଶ୍ୟାମ নয়ন পারাবার নেত্রাভিরাম নয়ন পরাবার নেত্রাভিরাম বাডেইলা কৃষ্ণକୁ বড় হইগলা বিল্ব মঙ্গল আখি ফেরি পাইলা তেণু ছাড় মার খিয়া বুদ্ধি হে বড় দেব দেউল বড় গোসাই তার মারখিয়া বুদ্ধি বড় দেউল বড় গোসাই তার মারখিয়া বুদ্ধি মাডো দিয়ে হেলাম বড় সিয়ে দেলা মাড সিয়ে লা বড় ভগবান গোসাই ছাড় মারখিয়া বুদ্ধি বড় দেউল বড় গোসাই ମୋ ବନ୍ଧୁ ଭାବିଲା ମୁଁ ରୋଗା ହେଇଯାଇଛି ତ ଆଉ ଟାଇମ୍ ନେଇପାରିବିନି ପେଟାଲରେ ଆଉ 2 ଘଣ୍ଟା ଗାଇବି କଣ ଭାବୁଛ କି ପେଣ୍ଡାଲରେ ବର୍ଦ୍ଦି ଲାଗିଗଲେ ଦେହରେ କିଏ କାହାକୁ ଛାଡ଼ିଦେବ ସହ ଯେ ଜୀବନ ବୁଝିଲେ ଚାଲି ଯାଉ ଆଚ୍ଛା ଆଉ କେହି ବାଡି ନାହାନ୍ତି କୃଷ୍ଣକୁ ଲମ୍ବେଇଲେ ତ ଲମ୍ବି ଚାଲିଥବ ମନେ ପକାନ୍ତୁ কলা কৃষ্ণ লবণী রস খাইলা হো যশোদা জামলার জুনে বান্ধিলা ছাটিয়ারে পিটিলা এই দিবে ভজন দে বাহার ছিল কলা ও মায়া মেরি मैं नहीं माखन खायो ओ मेरा मेरी ଆମେ ଆଜ୍ଞା ହିନ୍ଦୀ ଅଳସୁଆ ହେଇଗଲ ଆସୁନି ପାଟିରେ ପାଟିରେ ଆସୁନି ହଁ ହିନ୍ଦୀଟା ଓଡ଼ିଆ ଆମେ ଓଡ଼ିଆ ରହ ତଥାପି ଯେତିକି ମିଶେଇଲେଣି ଢେର ମିଶେଇଲେଣି ଆଗରୁ ତ ମୁଁ ଛନ୍ଦି ହଉଛୁ ଆଉ 10-30 ରାତି ହେଇଗଲା ପରେ ଏଗୁଡାକୁ ବାଘ କରିକି ଦିଆ କରିଦେବି ନା ଛାଡ଼ିବି ଓ ମେୟା ମେରି କଣ କହିଲି मेरी खाली कहली ओ मैया मेरी मैं नहीं माखन खायो ओ मैया मेरी मैं नहीं माखन खायो ओ मैया कहले राम कहले माँ ये काउटा दे এই কাউটা দে মা কই कहले रे राम गणकवि वैष्णव पाणी उड़ंता जीव से उड़ी चली जीव धरी मु पारिबी नाही राम रे धरी मु অঝডন হই বেগে ভুঞ্জ তুহি
ଖାଇବି ଖାଇବ ଏଟା ଉଡିବା ଯିବ ତ ଉଡି ପାରିବନି କାଉ କଣ ହବ ତୋ ବାପା ଆସନ୍ତୁ ତୋ ବାପା କୁ କହିବି ତାର ଯେତିକି ଖାଲି ପଦ ଆଉ ରାତି ଯାକ ଖାଲି ବାଇଆ ମନ